ଖାରବେଳଙ୍କର ଲେଖାରୁ ଜଣାପଡ଼େ ଯେ ସେ ଯେଉଁ ହାତୀ ଗୁମ୍ଫାରେ ଶିଳାଲିଖନ କରିଛନ୍ତି ସେ ଶେଷ ବର୍ଷ 13 ବର୍ଷରେ ସେ ଶାସନରୁ ଅବ୍ୟାହତି ନେଇଛନ୍ତି। ତାପରେ କ'ଣ ହେଇଛି କେହି ଜାଣନ୍ତିନି। ମରକତମଣି ଲାଗିଥିଲା, ତାର ଫ୍ଲୋରରେ ରାଣୀ କଲରର 3500 ପିସ୍ ପଥର, ଦୂରରୁ ଆସିଥିବା ପଥର ଲାଗିଥିଲା। ଆମେ ବର୍ତ୍ତମାନ ଉଦୟଗିରି ଖଣ୍ଡଗିରି ଆଉ ଉଦୟଗିରି ବିଷୟରେ ଦେଖିବାକୁ ହେଲେ ଆମର ବିଭିନ୍ନ ଗୁମ୍ଫା ପରିଚୟ ଆମର ଆବଶ୍ୟକ। କେଉଁ ଗୁମ୍ଫାରେ କ'ଣ ହେଉଥିଲା ଏବଂ ଖଣ୍ଡଗିରିଟା ଯେ ଗୋଟେ ସାଂସ୍କୃତିକ ପୀଠ ଥିଲା, ଏଠାରେ ନାଚ ଗୀତର ତାମସା ଲାଗି ରହିଥିଲା ଗୋଟେ ସମୟରେ, ଏଟା ସ୍ପଷ୍ଟ ପ୍ରତୀୟମାନ ହୁଏ। ଖାରବେଳଙ୍କର ଲେଖାରୁ ଜଣାପଡ଼େ ଯେ ସେ ଯେଉଁ ହାତୀ ଗୁମ୍ଫାରେ ଶିଳାଲିଖନ କରିଛନ୍ତି ସେ ଶେଷ ବର୍ଷ 13 ବର୍ଷରେ ସେ ଶାସନରୁ ଅବ୍ୟାହତି ନେଇଛନ୍ତି। ତାପରେ କ'ଣ ହେଇଛି କେହି ଜାଣନ୍ତିନି। କିନ୍ତୁ ତାଙ୍କର 13 ବର୍ଷରେ ଲେଖା ଅଛି ଯେ ସିଏ ତାଙ୍କର ଦ୍ୱିତୀୟ ରାଣୀ ସିଂହପଥ ରାଣୀଙ୍କୁ 1,05,000 ମୁଦ୍ରା ଦାନ କରିଥିଲେ ଏବଂ ସିଏ ୟାର ପୂର୍ବ ଦିଗରେ, ସେତେବେଳେ ଉଦୟଗିରିର ନାଁ ଥିଲା କୁମାରୀଗିରି, କୁମାରୀଗିରିର ପୂର୍ବ ଦିଗରେ ସେ ଗୋଟେ ପ୍ରାସାଦ ପ୍ରସ୍ତୁତ କରିଥିଲେ ଏବଂ ସେ ପ୍ରାସାଦଟା ଆଜିକାର ରାଣୀ ଗୁମ୍ଫା, 2 ମହଲାର ରାଣୀ ଗୁମ୍ଫା। ତେଣୁ ସେ ରାଣୀ ଗୁମ୍ଫାରେ ସମୁଦାୟ ତାର ଖନନ ଆଉ ତାର କାର୍ଯ୍ୟ ସମ୍ପାଦନ ସରିବା ପରେ ବି ସେ ବିଷୟ ଉଲ୍ଲେଖ ଅଛି ଯେ ସେ ତାର ସ୍ତମ୍ଭରେ ମରକତମଣି ଲାଗିଥିଲା, ତାର ଫ୍ଲୋରରେ ରାଣୀ କଲରର 3500 ପିସ୍ ପଥର, ଦୂରରୁ ଆସିଥିବା ପଥର ଲାଗିଥିଲା। ଏସବୁ ଉଲ୍ଲେଖ ଅଛି। ଏଥିରୁ ଜଣାପଡ଼େ ଯେ ଖାରବେଳ ନିଜେ ପ୍ରଶାସନରୁ ଅବ୍ୟାହତି ନେଲେ ବି ସେ ଖଣ୍ଡଗିରି ଉପରେ ରହି ଏଇ ଯେଉଁ ସବୁ ନୃତ୍ୟ ଗୀତ ଏସବୁ ସାଂସ୍କୃତିକ ଗାନ୍ଧର୍ବ କାର୍ଯ୍ୟରେ ବ୍ୟସ୍ତ ଥିଲେ ଏବଂ ସେହି ସମୟରେ ତେଣୁ ସିଏ ବହୁତ ବର୍ଷ ବଞ୍ଚି ରହିଥିଲେ ପରେ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ। ଆମେ ବର୍ତ୍ତମାନ ଯଦି ଗୁମ୍ଫାକୁ ଲକ୍ଷ୍ୟ କରିବା, ଆପଣ ହାତୀ ଗୁମ୍ଫାର ଯେଉଁ ସିଡ଼ି ଅଛି ତଳ ପର୍ଯ୍ୟନ୍ତ ଆସିବେ, ଏଥିରେ ଆପଣଙ୍କ ବାଁ କଡ଼ରେ ପଡ଼ିବ ମଞ୍ଚପୁରୀ ଗୁମ୍ଫା, ପାତାଳପୁରୀ ଗୁମ୍ଫା, ଠାକୁରାଣୀ ଗୁମ୍ଫା, ପଣସ ଗୁମ୍ଫା। ପୁଣି ଯଦି ପୂର୍ବ ଦିଗକୁ ଯିବେ ସେ କୋଣରେ ଅଛି ଜୟା ବିଜୟା ଗୁମ୍ଫା, ଅଳକାପୁରୀ ଗୁମ୍ଫା, ଛୋଟ ହାତୀ ଗୁମ୍ଫା, ବାଜପୁରୀ ଗୁମ୍ଫା। ଏଇସବୁ ଗୁମ୍ଫା ପରେ ରାଣୀ ଗୁମ୍ଫା ପଡ଼ିବ। ତେଣୁ ସେ ନିଜେ ଲେଖିଛନ୍ତି ଯେ ଖାରବେଳ ତାଙ୍କ ସମୟରେ ଲେଖିଛନ୍ତି ଯାହା ଏ ପାହାଚରେ ଓହ୍ଲାଇଲା ବେଳକୁ ଯେତେ ଗୁଡ଼ିଏ ଗୁମ୍ଫା ପଡ଼ୁଛି ତା ଭିତରୁ ଅନେକ ଗୁମ୍ଫା ଥିଲା ଏବଂ ୟା ପୂର୍ବ ଦିଗକୁ ରାଣୀ ଗୁମ୍ଫା ପର୍ଯ୍ୟନ୍ତ ଯେତେ ଗୁମ୍ଫା ଅଛି ଏଗୁଡ଼ା ପୁରାତନ ଗୁମ୍ଫା। ଖାରବେଳଙ୍କ ବେଳେ ବି ସେଗୁଡ଼ା ଥିଲା। ଖାରବେଳଙ୍କ ପୂର୍ବରୁ ଆଉ ଜଣେ ରାଜା ଥିଲେ ଓଡ଼ିଶାରେ, ରାଜଶ୍ରୀ, ଜୈନ ରାଜା। ସିଏ ହେଉଛି ତାଙ୍କ ନାଁ ରାଜଶ୍ରୀ କରକଣ୍ଡ। ରାଜଶ୍ରୀ କରକଣ୍ଡଙ୍କ ସମୟରେ ବି ଏଠି ଜୈନ ଅରହତ ମାନେ ରହୁଥିଲେ ଏବଂ ଏଇ ଯେଉଁ ଗୁମ୍ଫା ଗୁଡ଼ିକ ପରେ ଖାରବେଳଙ୍କ ସମୟରେ ରାଣୀ ଗୁମ୍ଫା ଖନନ ହେଇଛି ଏବଂ ତାପରେ ଯେଉଁ ଆମର ଯେଉଁ ରହିଲା ହାତୀ ଗୁମ୍ଫାର ଶିଳାଲିପି ଲିଖନ ହେଇଛି, ଆଉ ଗୋଟେ ସ୍ୱର୍ଗପୁରୀ, ମଞ୍ଚପୁରୀ, ସେଗୁଡ଼ିକ ବି ଖାରବେଳ ତାଙ୍କ ପିଲାମାନେ କରିଛନ୍ତି।